ଆମ ପଞ୍ଚାୟତରେ ଆସୁଥିବା ଆଗକୁ ଉତ୍କଳ ଦିବସ ଅବସରରେ ଆମେ ନୂତନ ଭାବେ ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ। ବର୍ତ୍ତମାନର ସମାଜ ଧୀରେ ଧୀରେ ଆଧୁନିକୀକରଣ ଆଡ଼କୁ ଗତି କରୁଛି। ତେଣୁ ପୁରୁଣା ସଂସ୍କୃତିକୁ ଆମେ କିଛି ମନେ ପକାଇବା ପାଇଁ ଆମେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ ଏବଂ ଏଠାରେ ଥିବା ବହୁତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରିଯିବାର ବ୍ୟବସ୍ଥା ମଧ୍ୟ ଅଛି। ପ୍ରସ୍ତୁତ ବହୁତ ଭଲସେ ଚାଲିଛି। ଆମ ସାର୍ ଅଜୟ ସାର୍ ପ୍ରଫୁଲ୍ଲ ସାର୍ ଆମକୁ ଶିଖାଉଛନ୍ତି। 10 ଦିନ ଖଣ୍ଡେ ହେବ ଆମେ ଆସିଲୁଣି ଶିଖିବା ପାଇଁ। ବହୁତ ବି ଖୁସି ବି ଲାଗୁଛି। ସମସ୍ତେ ସାଙ୍ଗ ହୋଇ ଶିଖୁଛୁ। ଆଉ କାଳିଜାଇ, ଦଶ ଅବତାର, ଆହେ ନୀଳ ଶୈଳ ବହୁତ ଖୁସି ଲାଗୁଛି କରିବାକୁ। ଆଉ ଲୋକମାନଙ୍କୁ ଆମ ପ୍ରତିଭାଟା ଦେଖେଇବୁ। ଆମେ କ'ଣ କରିପାରିବୁ ସବୁ ଦେଖିବା ପାଇଁ ଚାହୁଁଛୁ। ଆମେ ଆପଣମାନଙ୍କ ଆଶୀର୍ବାଦ ରହିଲେ ହିଁ ଆମେ ସବୁ କରିପାରିବୁ। ଆପଣମାନେ ଆଶୀର୍ବାଦ ରଖନ୍ତୁ ଆମ ଉପରେ, ଆମେ ଯେମିତି ସଫଳ ହେଉ ଏ କାର୍ଯ୍ୟକ୍ରମ। ପ୍ରଫୁଲ୍ଲ କୁମାର ସାହୁ। ଏଇଟା ଏ ବର୍ଷ ଆମେ ପ୍ରଥମ ଥର ପାଇଁ ଉତ୍କଳ ଦିବସ ପାଳନ କରୁଛୁ। ତା ଅବସରରେ ଆମର ପ୍ରତ୍ୟେକ ବିଦ୍ୟାଳୟ ଆଉ ଛାତ୍ରଛାତ୍ରୀମାନଙ୍କୁ ଆମେ ହାରାହାରି ମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ଆଉ ଶାନ୍ତନାମୂଳକ ପୁରସ୍କାର ସମସ୍ତଙ୍କୁ ଦେବୁ ବୋଲିକିରି ପ୍ରସ୍ତୁତି କରୁଛୁ ନାଚ ଗୀତ। ଆଉ ସେଥିପାଇଁ ଆମେ ଗୋଟେ କରିଛୁ କ'ଣ, ଗୋଟେ ଏବେ ତ ଆଧୁନିକତାରେ ବହୁତ ଗୀତ ନାଚ ହେଉଛି। ତେଣୁ ଆମର ପୌରାଣିକ ଦଶାବତାର, କାଳିଜାଇ, ନୀଳଶୈଳ ଏଇମାନଙ୍କୁ ପିଲାମାନଙ୍କୁ ନେଇକରି ଗୋଟେ ପ୍ରୟାସ କରିଛୁ ଯେ କି ଜନସାଧାରଣମାନଙ୍କୁ ନିଶ୍ଚିତ ସେମାନେ ଖୁସି କରିବେ। ଆଉ ଏ ଯେଉଁ ଉତ୍କଳ ଦିବସ ଅବସରରେ ଯେଉଁ ପ୍ରୟାସ ନେଇଛୁ ଯେ ଆମର ପଞ୍ଚାୟତର ଯେ କି ସବୁ ଗାଁରେ ବିଦ୍ୟାଳୟର ସବୁ ପିଲାମାନଙ୍କୁ ନେଇକରି ବନ୍ଦେ ଉତ୍କଳ ଜନନୀ ଗାଇ ସେମାନଙ୍କୁ ଉଦ୍ବୁଦ୍ଧ କରାଇବୁ। ଆଉ ଏଇ ଆମର ସବୁ ପ୍ରୟାସ ରହୁଛି। ନାଇଁ, ଆମେ ତ ଏ ବର୍ଷ ଗୋଟେ ନୂଆ ଚିନ୍ତାଧାରା ନେଇଛୁ। ଉତ୍କଳ ଦିବସ ପଞ୍ଚାୟତରେ ପାଳନ କରିବୁ। ଆଉ ସେଇ ପଞ୍ଚାୟତରେ ଯେଉଁ ଉତ୍କଳ ଦିବସଟା ପାଳନ କରିବୁ ତା ଦେହରେ ଆମେ ଟିକେ ପୌରାଣିକ କଥାବସ୍ତୁକୁ ନେଇ ଗୋଟେ କାଳିଜାଇ ପିଲାମାନଙ୍କୁ ଶିଖାଉଛୁ। ଆଉ ସେଇ ଯେଉଁ ପଞ୍ଚାୟତର ଯେଉଁ କୁନି ପିଲାମାନେ ଅଛନ୍ତି ସେମାନଙ୍କୁ ଗୋଟେ ଗ୍ରୁପ୍ କରାଯାଇଛି, ମନକିଣିଲା କଳା ଠାକୁର ଡ୍ୟାନ୍ସ ଗ୍ରୁପ୍। ଆଉ ସେଇ ମନକିଣିଲା କଳା ଠାକୁର ଡ୍ୟାନ୍ସ ଗ୍ରୁପ୍ର କୁନି ପିଲାମାନଙ୍କୁ ନେଇ ଆମେ ଗୋଟେ ନାଚ ଗୀତର ସମାରୋହ କରୁଛୁ। ଆଉ ସେଥିରେ ମଧ୍ୟ ଆମର ମାନ୍ୟବର କ'ଣ ପ୍ରସ୍ତୁତି ରହିଛି? ନାଇଁ, ଆମେ ଆ ଦେହରେ କୁନି ପିଲାମାନଙ୍କୁ ନେଇକି ଗୋଟେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ କାଳିଜାଇ କରିବୁ। ତା ସହିତ ଆମ ପଞ୍ଚାୟତର ଯେଉଁ କୁନି ପିଲାମାନେ ଅଛନ୍ତି ସେମାନଙ୍କୁ ସମ୍ମାନିତ କରିବୁ। ଆଉ ପଞ୍ଚାୟତର ଯେଉଁ ସ୍କୁଲ ଅଛି ସେ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ବନ୍ଧୁମାନଙ୍କୁ ଆମେ ପୁରସ୍କୃତ କରିବୁ। ତା ସହିତ ଆମ ପଞ୍ଚାୟତରେ ଯେଉଁ 14ଟି ୱାର୍ଡ଼ ଅଛି ସେ ୱାର୍ଡ଼ ମେମ୍ବରମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରିବୁ ବୋଲି ଆମର ନିଷ୍ପତ୍ତି ନିଆଯାଇଛି ଅନୁଷ୍ଠାନ ତରଫରୁ।